नेपालର ନୂଆ ସ୍ୱାସ୍ଥ୍ୟ ମନ୍ତ୍ରୀ ନିଶା ମେହେଟା କିଏ? ଭାରତ ସହ ରହିଛି ଖାସ୍ କନେକ୍ସନ। नेपाल ଝିଅ ନିଶା ମେହେଟା ରଚିଲେ ଇତିହାସ। ନର୍ସିଂ ଛାତ୍ରୀରୁ ସ୍ୱାସ୍ଥ୍ୟ ମନ୍ତ୍ରୀ। नेपालରେ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ଟିମ୍ରେ ପ୍ରଭାବଶାଳୀ ବିଭାଗର ମୁଖ୍ୟ। ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ସରକାରରେ ମେଡିକାଲ ପ୍ରଫେସନାଲ ନିଶା ମେହେଟା ଏବେ ସ୍ୱାସ୍ଥ୍ୟ ଏବଂ ଜନସଂଖ୍ୟା ବିଭାଗର ମନ୍ତ୍ରୀ। ତେବେ नेपालର ଏହି ନୂଆ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କର ଭାରତ ସହ ରହିଛି ଗଭୀର ସମ୍ପର୍କ। ଦାୟିତ୍ୱ ନେବା ପରେ ତାଙ୍କର ଭାରତ କନେକ୍ସନକୁ ନେଇ ହେଉଛି ଚର୍ଚ୍ଚା। ସେ ନିଜର ନର୍ସିଂ ଶିକ୍ଷା ଭାରତରୁ ହିଁ ଶେଷ କରିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଏମ୍ସ କଲେଜ ଅଫ୍ ନର୍ସିଂରୁ ଶେଷ କରିଛନ୍ତି ଗ୍ରାଜୁଏସନ। ନିଶା ମେହେଟା ଯାତ୍ରା ଖୁବ୍ ପ୍ରେରଣାଦାୟକ। 7 ଅଗଷ୍ଟ 1987ରେ ନେପାଳର କୋଶି ପ୍ରଦେଶର ଇନାରୁଆରେ ତାଙ୍କ ଜନ୍ମ। ନେପାଳରେ ହିଁ ପ୍ରାଇମେରୀ ଓ ସେକେଣ୍ଡାରୀ ପାଠପଢ଼ା ଶେଷ କରିଥିଲେ ସେ। 2006ରୁ 2010 ମଧ୍ୟରେ ଦିଲ୍ଲୀ ଏମ୍ସରେ ନର୍ସିଂରେ ସ୍ନାତକ। ଏହାପରେ ମଧ୍ୟପ୍ରଦେଶ ଗ୍ୱାଲିୟର ସ୍ଥିତ କଲେଜ ଅଫ୍ ନର୍ସିଂରୁ ହାସଲ କରିଥିଲେ ମାଷ୍ଟର ଡିଗ୍ରୀ। ପାଠପଢ଼ା ଶେଷ କରିବା ପରେ ନିଶା ନେପାଳ ଫେରିବାକୁ ନିଷ୍ପତ୍ତି ନେଇଥିଲେ, ଯେଉଁଠାରେ ସେ ପ୍ରାୟ 3 ବର୍ଷ ପାଇଁ ବିପି କୋଇରାଲା ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାନରେ ଥିଲେ ନର୍ସ। ଏହାପରେ ସେ ବିରାଟନଗରର ବିରାଟ ଶିକ୍ଷା ହସ୍ପିଟାଲରେ ନର୍ସ ଏବଂ ସହଯୋଗୀ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ। ଦୃଢ଼ ନେତୃତ୍ୱର ଅଧିକାରୀ ନିଶା 2026 ସାଧାରଣ ନିର୍ବାଚନରେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ଆର୍ଏସ୍ପିର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ତାପରେ ମାଧେଶୀ ମହିଳା ଗୋଷ୍ଠୀର କରିଥିଲେ ପ୍ରତିନିଧିତ୍ୱ। ପରବର୍ତ୍ତୀ ସମୟରେ ତାଙ୍କୁ ବାଲେନ୍ଦ୍ର ଶାହା ପ୍ରଶାସନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ମିଳିଛି ଦାୟିତ୍ୱ। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହାଙ୍କ ସରକାରରେ ସେ ସ୍ୱାସ୍ଥ୍ୟ, ଜନସଂଖ୍ୟା ଏବଂ ଜଳଯୋଗାଣ ମନ୍ତ୍ରୀ। ନୂଆଦିଲ୍ଲୀ ସ୍ଥିତ ଏମ୍ସ କଲେଜ ଅଫ୍ ନର୍ସିଂ ନିଜର ପୂର୍ବତନ ଛାତ୍ରୀ ନିଶା ମେହେଟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୁଭେଚ୍ଛା ପତ୍ରରେ ଲେଖାଯାଇଛି, ଆମ ଅନୁଷ୍ଠାନର ପୂର୍ବତନ ଛାତ୍ରୀ ନିଶା ମେହେଟାଙ୍କ ଏହି ସଫଳତା ସମଗ୍ର ଏମ୍ସ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ରୋଗୀଙ୍କ ସେବାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ନୀତି ପ୍ରଣୟନରେ ନେତୃତ୍ୱ ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ଏକ ଉଦାହରଣ ନିଶ୍ଚୟ। ନିଶାଙ୍କ ଏହି ସଫଳତା ସମସ୍ତ ନର୍ସିଂ ପ୍ରଫେସନାଲ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ। ଏହା ପ୍ରମାଣିତ କରୁଛି ଯେ ନର୍ସମାନେ ସେବା କରିବା ସହ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସଜାଡ଼ିବାରେ ବି ନେତୃତ୍ୱ ନେଇପାରନ୍ତି। ତାଙ୍କ ସଫଳତା ପାଇଁ ଶୁଭେଚ୍ଛା। ନର୍ସରୁ ସ୍ୱାସ୍ଥ୍ୟମନ୍ତ୍ରୀ ହେବା ନିହାତି ଭାବେ ଏକ ଗୌରବର ବିଷୟ। ନିଶାଙ୍କର ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ। ଏହି ଘଟଣା ପ୍ରମାଣ କରେ ଯେ ଇଚ୍ଛାଶକ୍ତି, ଚେଷ୍ଟା ଏବଂ ପରିଶ୍ରମ ସବୁ ଅସମ୍ଭବକୁ ସମ୍ଭବ କରାଏ। ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଡିଜିଟାଲ।